मरुभूमि एक अनुर्वर स्थान ଯେଉଁଠି ଖାଲି ବାଲି ହିଁ ବାଲି ଥାଏ। ଆପଣ ଏଠି ମାଟି ଦେଖିବା ବହୁତ କଷ୍ଟ। ଆଉ ଯେଉଁଠି ମାଟି ନାହିଁ ସେଠି ଗଛ କେମିତି ବା ରହିବ? ଆଉ ଯେଉଁଠି ଗଛ ନାହିଁ ସେଠି ଜୀବଜଗତ ବଞ୍ଚି ରହିବା ତ ବଡ଼ ମୁସ୍କିଲ ହିଁ ହେବ। ତାହେଲେ ପ୍ରକୃତି ଏଭଳି ସ୍ଥାନ କାହିଁକି ଆମକୁ ଦେଇଛି ଯେଉଁଠି ଆମେ ଶାନ୍ତିରେ ରହିପାରିବୁନି? ଆଉ ଜୀବିକା ନିର୍ବାହ ଯଦି ବି କରାଯାଏ ତାହେଲେ ସବୁ ପରିସ୍ଥିତିରେ ଅନ୍ୟ ଉପରେ ନିର୍ଭର କରିବାକୁ ତ ପଡ଼ିବ। ଏମିତି ଏକ ସ୍ଥାନ ସୃଷ୍ଟି ହେବା ପଛରେ କ'ଣ ରହସ୍ୟ ରହିଛି? ଆପଣ କେବେ ଜାଣିବାକୁ ଚେଷ୍ଟା କରିଛନ୍ତି ଯେ ଯଦି ସବୁଠି ମାଟି ଅଛି ତାହେଲେ ବାଲିରେ ପରିପୂର୍ଣ୍ଣ ମରୁଭୂମି କେମିତି ତିଆରି ହେଲା? ମରୁଭୂମିର ସୃଷ୍ଟି କେମିତି ହେଲା? ଚାଲନ୍ତୁ ଆଜି ଜାଣିବା ଏ ମରୁଭୂମି ବିଷୟରେ। ମରୁଭୂମି ଏକ ଅନୁର୍ବର ସ୍ଥାନ ଯେଉଁଠି ବହୁତ ଅଳ୍ପ ପରିମାଣରେ ବୃଷ୍ଟିପାତ ବା ବର୍ଷା ହୋଇଥାଏ, ଯାହା ପାଇଁ ଗଛ ଓ ଜୀବ ତଥା ମାନବମାନଙ୍କର ଜୀବନ ଧାରଣ କରିବାକୁ ଏଠି ପ୍ରତିକୂଳ ଅବସ୍ଥା ଉତ୍ପନ୍ନ ହୋଇଥାଏ। କୌଣସି ବୃକ୍ଷ ନଥିବାରୁ ଭୂପୃଷ୍ଠ ଅସୁରକ୍ଷିତ ହୋଇ କ୍ଷୟ ହୋଇଯାଏ। ପୃଥିବୀର ପ୍ରାୟ 1/3 ସ୍ଥାନ ଶୁଷ୍କ ବା ଅର୍ଦ୍ଧ ଶୁଷ୍କ ଥାଏ। ମେରୁ ଅଞ୍ଚଳରେ ମଧ୍ୟ ବୃଷ୍ଟିପାତ କମ୍ ହୁଏ ଓ ସେଥିଯୋଗୁଁ ଏହାକୁ ମଧ୍ୟ ଥଣ୍ଡା ମରୁଭୂମି ବା ମେରୁ ମରୁଭୂମି ମଧ୍ୟ କୁହାଯାଏ। ତେବେ ମରୁସ୍ଥାନର ବୃଷ୍ଟିପାତ ପରିମାଣ, ଉତ୍ତାପ, ମରୁ ହେବାର କାରଣ ବା ସେମାନଙ୍କର ଭୌଗୋଳିକ ସ୍ଥାନ ଅନୁସାରେ ମରୁଭୂମିର ବର୍ଗୀକରଣ କରାଯାଇଥାଏ। ପାଣିପାଗରେ ବିରାଟ ପରିବର୍ତ୍ତନ ଦିନ ରାତି ହେଉଥିବାରୁ ଉତ୍ତାପର ପରିବର୍ତ୍ତନ ହୋଇଥାଏ ଓ ସେଥିଯୋଗୁଁ ଶିଳାମାନଙ୍କ ଉପରେ ତାହାର ପ୍ରଭାବ ପଡ଼ିବାରୁ ସେଗୁଡ଼ିକ ଭାଙ୍ଗି ଖଣ୍ଡ ଖଣ୍ଡ ହୋଇଯାଏ। ଆଉ ଏହିଠାରୁ ପ୍ରକ୍ରିୟା ଆରମ୍ଭ ହୋଇଥାଏ ମରୁଭୂମି ସୃଷ୍ଟି ହେବାର। ମରୁଭୂମିରେ କ୍ୱଚିତ ବର୍ଷା ହୁଏ ଓ ସେତେବେଳେ ସାମାନ୍ୟ ବନ୍ୟା ମଧ୍ୟ ହୁଏ। ଉତ୍ତପ୍ତ ଶିଳା ଉପରେ ବୃଷ୍ଟିପାତ ହେବା ଯୋଗୁଁ ସେହି ଖଣ୍ଡମାନ ଆହୁରି ଭାଙ୍ଗିଯାଏ ଓ ବେଗଯୁକ୍ତ ପବନ ଯୋଗୁଁ ଅଧିକ କ୍ଷୟ ହୁଏ। ପବନରେ ଏହି ଧୂଳିଗୁଣ୍ଡ ଉଡ଼ି ବାଲିଝଡ଼ ବା ଡଷ୍ଟ ଷ୍ଟୋର୍ମ ସୃଷ୍ଟି କରେ। ଏହି ଉଡ଼ନ୍ତା ଧୂଳି ପଥର ଦେହରେ ବାଜି ଆହୁରି କ୍ଷୟ ହୋଇଥାଏ। ପଥର ଚିକ୍କଣ ହୋଇଯାଏ ଓ ବାଲୁକା ରାଶି ଠାଏ ଠାଏ ଜମା ହୋଇଯାଇ ସ୍ୟାଣ୍ଡ ଡ୍ୟୁନ୍ ତିଆରି ହୋଇଯାଏ। ଅନ୍ୟ କେତେକ ମରୁଭୂମିରେ ବାଲି ଉଡ଼ିଯାଇ କେବଳ ଚିକ୍କଣ ପଥର ମୋଜାଇକ୍ ଭଳି ଦେଖାଯାଏ। ଏହାକୁ ମରୁ ଫୁଟପାଥ ବୋଲି କୁହାଯାଏ। ଏହାପରେ ଆଉ ବିଶେଷ କୌଣସି କ୍ଷୟ ହୋଇନଥାଏ। ଅନ୍ୟାନ୍ୟ ମରୁଦୃଶ୍ୟ ମଧ୍ୟରେ ପଥର ଆଦକ୍ଷ ଓ ଜଳ ପ୍ରବାହ ଯୋଗୁଁ କାଦୁଅ ଜମିଯିବାର ଦେଖାଯାଏ। ଅନେକ ସ୍ଥାନରେ ଭୂତଳ ଜଳ ଥିବା ଯୋଗୁଁ ଝରଣା ଦେଖାଯାଏ। ଏହିଭଳି ସ୍ଥାନରେ ମରୁ ଉଦ୍ୟାନ ସୃଷ୍ଟି ହୋଇଥାଏ। ଏହି ଉତ୍ତପ୍ତ ବାତାବରଣରେ ରହିବା ନିମନ୍ତେ ଜୀବଜଗତକୁ ସେଥିପାଇଁ ଖାପ ଖୁଆଇବାକୁ ପଡ଼େ। ସେଠାରେ ଥିବା ଗଛ ଶକ୍ତ, ଛୋଟ ପତ୍ର ବା ପତ୍ରବିହୀନ ହୋଇଥାନ୍ତି। ଜଳ ପ୍ରତିରୋଧୀ କ୍ୟୁଟିଲିକ୍ ଥାଏ ଓ କଣ୍ଟାଯୁକ୍ତ ହୋଇ ପ୍ରାଣୀମାନଙ୍କ ଖାଦ୍ୟ ହେବାରୁ ଏମାନେ ବଞ୍ଚି ରୁହନ୍ତି। କେତେକ ବର୍ଷିକିଆ ଗଛମାନଙ୍କର ଅଙ୍କୁରୋଦ୍ଗମ ହୋଇ ପୁଷ୍ପିତ ହୋଇ କିଛି ସପ୍ତାହ ମଧ୍ୟରେ ସେମାନେ ବି ମରିଯାଆନ୍ତି। ଅନ୍ୟ କେତେକ ଗଛ ବର୍ଷ ବର୍ଷ ଧରି ବଞ୍ଚନ୍ତି ଓ ତାଙ୍କର ଚେର ଭୂଗର୍ଭକୁ ଯାଇ ଜଳକଣା ସଂଗ୍ରହ କରନ୍ତି। ପ୍ରାଣୀମାନେ ବିନା ପାଣିରେ ବଞ୍ଚିବା ଶିଖିଯାଆନ୍ତି। ଦିନ ସମୟରେ ଛାଇରେ ବା ଭୂମି ତଳେ ରୁହନ୍ତି। ଅନେକ ପ୍ରାଣୀ ଦୀର୍ଘ ସମୟ ଧରି ନିଷ୍କ୍ରିୟ ହୋଇ ରହିବା ପରେ କ୍ୱଚିତ ହେଉଥିବା ବର୍ଷା ସମୟରେ ସେମାନେ ସକ୍ରିୟ ହୋଇଯାଆନ୍ତି ଏବଂ ବାହାରକୁ ଚାଲି ଆସନ୍ତି। ଉପଯୁକ୍ତ ବାତାବରଣରେ ସେମାନେ ଦ୍ରୁତ ଗତିରେ ପ୍ରଜନନ କରି ସମୟ ହେଲେ ପୁନଶ୍ଚ ନିଷ୍କ୍ରିୟ ହୋଇଯାଆନ୍ତି। ତେବେ ମରୁଭୂମିର ଶବ୍ଦ ବ୍ୟୁତ୍ପତ୍ତିକୁ ଯଦି ଆମେ ଦେଖିବା ତେବେ ଏହା ପ୍ରତିଶବ୍ଦ ଭାବରେ ଇଂରାଜୀ, ଇଟାଲୀ, ଫ୍ରାନ୍ସ ଓ ପର୍ତ୍ତୁଗାଲରେ ବ୍ୟବହୃତ ସମସ୍ତ ଶବ୍ଦମାନ ଲାଟିନ୍ର ଡେଜର୍ଟମ୍ ଶବ୍ଦରୁ ଆସିଛି, ଯାହାର ଅର୍ଥ ପରିତ୍ୟାଗ। ଆଉ ଏହାର ଅପଭ୍ରଂଶ ହୋଇ ମରୁଭୂମିକୁ ଇଂରାଜୀରେ ଡେଜର୍ଟ ବୋଲି କହୁଛନ୍ତି। ଆଶା ଅଛି ଏବେ ଆପଣ ଜାଣିସାରିଥିବେ ଏହି ମରୁଭୂମି କ'ଣ ଆଉ ଏହା କିଭଳି ସୃଷ୍ଟି ହୋଇଛି। ଏଠାରେ ଜୀବନ ଧାରଣ କରିବା କ୍ଷମତା କାହିଁକି ଖୁବ୍ କମ୍? ଗଛଲତାଠୁ ଆରମ୍ଭ କରି ମଣିଷମାନେ ଏଠାରେ କାହିଁକି ବହୁତ କଷ୍ଟରେ ଜୀବିକା ନିର୍ବାହ କରିଥାନ୍ତି? ମରୁଭୂମିକୁ ନେଇଥିବା ଆଜିର ଏହି ସ୍ପେଶାଲ ଭିଡ଼ିଓଟି ଯଦି ଆପଣଙ୍କୁ ଭଲ ଲାଗିଛି ତେବେ ଏହାକୁ ଲାଇକ୍ କରନ୍ତୁ ଏବଂ ଖୁବ୍ ମାତ୍ରାରେ ସେୟାର କରନ୍ତୁ। ଆଜିର ଏହି ଇନଫର୍ମେସନଟି ଆପଣଙ୍କୁ କିଭଳି ଲାଗିଲା ମୋତେ କମେଣ୍ଟ ମାଧ୍ୟମରେ ନିଜ ଫିଡବ୍ୟାକ୍ ନିହାତି ଜଣାନ୍ତୁ। ଆମ ଦେଶ ଦୁନିଆ ସହ ଜଡ଼ିତ ଏଭଳି ଅନେକ ଇନଫର୍ମେଟିଭ୍ ଭିଡ଼ିଓ ବିଷୟରେ ଯଦି ଆପଣ ଦେଖିବାକୁ ଚାହୁଁଛନ୍ତି ତାହେଲେ ଆଜି ହିଁ ମୋ ଚ୍ୟାନେଲକୁ ସବସ୍କ୍ରାଇବ୍ କରନ୍ତୁ।